ସରିଯିବ କି କଳିଯୁଗ, ଏହା କ'ଣ ସତ୍ୟ ହୋଇବ? ପଞ୍ଚସଖା ଯାହା ଲେଖିଥିଲା ସବୁ ଗୋଟି ଗୋଟି କରି ସତ୍ୟ ହେଉଛି। କ'ଣ ମଣିଷ ଜାତି ଲୋପ ପାଇଯିବ? ମଣିଷ ଜାତି 84 ଲକ୍ଷ ବର୍ଷ ତପସ୍ୟା କଲା ପରେ ମଣିଷ ଜନ୍ମ ହୁଏ। ଏତେ ଶୀଘ୍ର କ'ଣ ଲୋପ ହୋଇଯିବ? କପାଳ ଲିଖନ କି କରିବା ନ, ଯିଏ ଯେତିକି ଦିନ ପାଇଁ ଆସେ ତାର କର୍ମ ସରିଲା ପରେ ସେ ବିଦାୟ ହେବାକୁ ପଡ଼େ। ତା ପାଇଁ ଆମେ କ'ଣ ରାଗୁଛେ ନା ଯମ ଉପରେ କ୍ରୋଧ କରୁଛେ? କଳିଯୁଗରେ କେମିତି ବଞ୍ଚିବା ଆସନ୍ତୁ ଜାଣିବା। ତୁଳସୀ ପତ୍ର ଖାଇଲେ ରୋଗ ଦୂରେଇ ଯାଏ, ହେଲେ ଆମେ ତୁଳସୀ ପତ୍ର ଖାଉନା। ଆମେ ସକାଳୁ ଉଠିବା ମାତ୍ରେ ଆମର ବିଡ଼ି ଦରକାର ହୁଏ, ଆଉ ତୁଳସୀ ପାଣି ପିଇଲେ ମନ ପବିତ୍ର ହୁଏ। ଏ କଳିଯୁଗର ମଣିଷ ତୁଳସୀ ପାଣି ପିଉନାହାନ୍ତି, ଟେନସନ୍ ଖାଲି କରିବା ପାଇଁ ମଦ ପିଉଛନ୍ତି। ଟେନସନ୍ ଖାଲି କରିବା ପାଇଁ ତୁଳସୀ ମାଳିକୁ ପିନ୍ଧିଲେ ମୁକ୍ତି ପାଇବେ। ମଣିଷ ତୁଳସୀ ମାଳି ପିନ୍ଧୁନି, ସୁନା ଚେନ୍ ପିନ୍ଧୁଛି ଲୋକ ଦେଖାଣିଆ ପାଇଁ। ମାଳିକା କହିଛି, ମେଦିନୀ କମ୍ପିବ, ବସୁଧା ଥରିବ, କେହି ରହିବେ ନାହିଁ ନବରଙ୍ଗ ଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କଳେବରେ। ଏହାର